ଜୟ ଜଗନ୍ନାଥ ପିଲାମାନେ ମୁଁ ତୁମମାନଙ୍କୁ କହିଥିଲି କି ଆର୍ଆଇର ଆମର ବର୍ତ୍ତମାନ ଆନ୍ସର୍ କି ଆସିଯାଇଥିଲା। ମୁଁ କହିଥିଲି ଡିସେମ୍ବର ଶେଷ ସୁଦ୍ଧା ରେଜଲ୍ଟ ଆସିବ, ଠିକ୍ ଅଛି, ନହେଲେ ଜାନୁଆରୀ 15 କହିଥିଲି। ତ ବର୍ତ୍ତମାନ ଦେଖିବାକୁ ଗଲେ ଡିସେମ୍ବର ସରିଲାଇ ନା ନାହିଁ, ଡିସେମ୍ବର ସରିଲାଇ, ତ ଆଉ କିଛି ଦିନ ପରେ ଜାନୁଆରୀ ଷ୍ଟାର୍ଟ ହେଇଯିବ। ତ ବର୍ତ୍ତମାନ ସୁଦ୍ଧା ରେଜଲ୍ଟ ଆସିନାହିଁ। ତ କହିଲି ଡିସେମ୍ବର ଶେଷ ସୁଦ୍ଧା ନା ଜାନୁଆରୀ 15, ତ ବର୍ତ୍ତମାନ ରେଜଲ୍ଟ ଆସିନାହିଁ। ତ ବର୍ତ୍ତମାନ ତାରି ଉପରେ ଆମେ ଆଲୋଚନା ଆଜିର ଭିଡ଼ିଓରେ କରିବା, ଠିକ୍ ଅଛି। ପିଲାମାନେ ଚାଲ ଦେଖ, ମୁଁ କହିଥିଲି ତୁମର ଏକ୍ଜାମ୍ ସରିଲା ନଭେମ୍ବର, ଠିକ୍ ଅଛି। ତ ଗୋଟେ ମାସ ସେ ରେଜଲ୍ଟ ପାଇଁ ମାନେ ଡିସେମ୍ବରଟା ନେବ ମୁଁ କହିଥିଲି। ତ କହିଥିଲି ଡିସେମ୍ବର ଶେଷ ସୁଦ୍ଧା ସେ ଦେବ, ଠିକ୍ ଅଛି। ଯେତେବେଳେ ଡିସେମ୍ବର ଶେଷ ସୁଦ୍ଧା ସେ ଦେବ ମୁଁ କହିଥିଲି, ତ ସେ ଡିସେମ୍ବର ବର୍ତ୍ତମାନ ସେ ଡିସେମ୍ବରରେ ଦେଲାନି ରେଜଲ୍ଟ, ଠିକ୍ ଅଛି। ଡିସେମ୍ବର ଦେଲା ମାନେ କ'ଣ, ବର୍ତ୍ତମାନ ଆଜି 27-28 ତାରିଖ ହେଲା, ଠିକ୍ ଅଛି। ତ ଆଉ 2-3 ଦିନ ଅଛି, ଜାନୁଆରୀ 1 ଯାକ ଅଛି। ତ ଯେଉଁ ଜାନୁଆରୀ 1 ହଲିଡେ ରହିବ, ତ ହେଇପାରେ ତୁମକୁ ନୂଆ ବର୍ଷ ପୂର୍ବରୁ ଖୁସି ଖବର ଦେଇପାରେ, ନହେଲେ ଜାନୁଆରୀ ମାସ କରିପାରେ। ତ ସବୁ ପିଲାମାନେ ଦେଖ, ଜାନୁଆରୀ ବର୍ତ୍ତମାନ 3 ଦିନ ବାକି ଅଛି। ତ ରେଜଲ୍ଟ ଜାନୁଆରୀ ମାନେ ହେବାକୁ ବା ଡିସେମ୍ବର 31 ଭିତରେ ଦେଲା ତ ଭଲ, ଠିକ୍ ଅଛି। ନହେଲେ ମ୍ୟାକ୍ସିମମ୍ ଡେରି ହେବନି, କାହିଁକିନା ଦେଖ ବର୍ତ୍ତମାନ ତୁମର ଆର୍ଆଇର, ପୁଣି ଏଆର୍ଆଇ, ଠିକ୍ ଅଛି, ଫରେଷ୍ଟ ଗାର୍ଡ଼ ଆଉ ଆମର ଏକ୍ସାଇଜ୍ର ତ ନୋଟିସ୍ ଚାଲିଆଇଲେ। ତ ପୁଣି ତାର ବି ଏକ୍ଜାମ୍ କରାଇବ। ତ ଆକୁ ରିକ୍ରୁଟମେଣ୍ଟ ସରେଇବ, ଆର ମେନ୍ ଏକ୍ଜାମ୍ ସରେଇଲେ ପୁଣି ତାର ଏକ୍ଜାମ୍ କରାଇବ ନା ନାହିଁ। ତ ସେଇଟା ସବୁ ଭାବ, କାହିଁକିନା ଗୋଟେ ବୋର୍ଡ଼ ଯେହେତୁ କରୁଛି ତାକୁ ଟାଇମ୍ ଲାଗିବ ନା ନାହିଁ। ତ ସିଏ ଯେତେ ଶୀଘ୍ର ଚାହିଁବ ଆକୁ ଏକ୍ଜାମ୍କୁ ସରାଇବା ପାଇଁ। ତ ମୁଁ ତ ରଖିଛି ଜାନୁଆରୀ ଫେବୃଆରୀ ହେବନି, ମୁଁ ଏଇଟା ଖାଲି ଲେଖିଛି ସେଥିପାଇଁ। ଫେବୃଆରୀ ତୁମର ଦେଖ ରେଜଲ୍ଟ ଫେବୃଆରୀ ଯାକେ ଯିବନି, ଠିକ୍ ଅଛି। ତୁମର ମୁଁ ଯେଉଁ କହିଥିଲି ଜାନୁଆରୀ 15, ଠିକ୍ ଅଛି, ସେ ଜାନୁଆରୀ 15 ଭିତରେ ଦେଖ ରେଜଲ୍ଟ ପ୍ରାୟ ଆସିଯିବ। ଯଦି ନ ଆସୁଛି 5-6 ଦିନ ଡେରି ହେବ। ମୁଁ କହିଥିଲି ତୁମକୁ 20 ତାରିଖ ଆସିବ ରେଜଲ୍ଟ, ଯେଉଁ ଆନ୍ସର୍ କି 21 ତାରିଖ ଦିନ ଆସିଥିଲା, କହିଥିବି ପୂର୍ବ ଭିଡ଼ିଓରେ ସବୁ ଦେଖିବ ମୋର। ତ 21 ଆସିଲା, ସେମିତି ମୁଁ ଜାନୁଆରୀ 15 କହୁଛି। ହେଇପାରେ 4-5 ଦିନ ଡେରି ହେଇକିନା ଜାନୁଆରୀ 20 ହେଇଯାଇପାରେ, ହେଲା। ଜାନୁଆରୀ 15 ଭିତରେ ପ୍ରାୟତଃ ଆସିଯିବ ରେଜଲ୍ଟ, ଠିକ୍ ଅଛି। ହେଇପାରେ ମୁଁ କାଲି ଆଜି ଭିଡ଼ିଓ ପକାଇଛି, ଆଉ ସନ୍ଧ୍ୟାବେଳେ ରେଜଲ୍ଟ ପଳାଇଲା, ତା ବୋଲି କ'ଣ ମୁଁ 15 ତାରିଖ କହିଥିଲି? ତେଣୁ ସେମିତି କଥା ନାହିଁ। ବୋର୍ଡ଼ ଉପରେ ଡିପେଣ୍ଡ ହେଉଛି। ବର୍ତ୍ତମାନ ସିଏ ଆର୍ଆଇର ପୁଣି ଗୋଟେ ନୋଟିଫିକେସନ୍ ଆଉଟ୍ ହେଇଗଲା, ଠିକ୍ ଅଛି। ତ ଆପ୍ଲାଏ ଡେଟ୍ ଷ୍ଟାର୍ଟ ହେଇଯିବ। ତ ସିଏ ଆପ୍ଲାଏ ଷ୍ଟାର୍ଟ ହେଲା ମାନେ ସେ କେବେଠାରୁ ଏକ୍ଜାମ୍ କରାଇବ? ସିଏ ତ ସେ 2-3 ମାସ ଟାଇମ୍ ଦେବ ନା, ମାର୍ଚ୍ଚ ଏପ୍ରିଲ ସିଏ ରେଜଲ୍ଟ ମାନେ ସେ ଏକ୍ଜାମ୍ କରାଇବ। ମାର୍ଚ୍ଚ ଏପ୍ରିଲ ହେଉ ଜୁନ୍ ବି ହେଉ, ସେ ରେଜଲ୍ଟ ଯେତେବେଳେ ପ୍ରିଲିମ୍ କରାଇବ। ତ ଭାବ ଆର ତ ପୁରା ପୋଷ୍ଟିଂ ସରାଇଥିବ ନା ନାହିଁ। ତ ଆର ପୋଷ୍ଟିଂ ମାନେ କ'ଣ, ଆର ତ ଏକ୍ଜାମ୍ ସରାଇଯାଇଥିବ। ତ ଆର ଏକ୍ଜାମ୍ ଦେଖିବାକୁ ଗଲେ ତୁମେ ଜାନୁଆରୀରେ ରେଜଲ୍ଟ ବାହାର କରିବ, ସେ ଫେବୃଆରୀ ମାର୍ଚ୍ଚରେ ମେନ୍ କରିବ, ଏପ୍ରିଲ ଆଡ଼କୁ କମ୍ପ୍ୟୁଟର କରିକି, ଠିକ୍ ଅଛି। ସେଇ ମାର୍ଚ୍ଚ ଏପ୍ରିଲ ଭିତରେ କମ୍ପ୍ୟୁଟର କରିକି ସରାଇକି ତୁମକୁ ପୋଷ୍ଟିଂ ଗୋଟେ ସେଇ ଜୁନ୍ ଜୁଲାଇ ଦେବ। ତ ତାପରେ ଏ ଯେଉଁ ବର୍ତ୍ତମାନ ଆର୍ଆଇ ନୂଆ ବାହାରିଛି, ଫରେଷ୍ଟର ଏକ୍ସାଇଜ୍ ବାହାରିଛି, ତାର ଏକ୍ଜାମ୍ ଷ୍ଟାର୍ଟ କରିଦେବ। ଏବେ ତାର ଆପ୍ଲିକେସନ୍ ସରିଗଲା, ସେଇ ଜୁନ୍ ବେଳକୁ ତାକୁ ପୋଷ୍ଟିଂ ଦେଲା, ତାକୁ ପୁଣି ଏକ୍ଜାମ୍ ଷ୍ଟାର୍ଟ କରିଦେବ। କାହିଁକିନା ଗଭର୍ଣ୍ଣମେଣ୍ଟ ଦେଖିବ ଗୋଟେ ନୋଟିସ୍ ଆସିଛି, ସେ କହିଛି ମୋଷ୍ଟ ଭ୍ୟାକେନ୍ସି ଗୋଟେ ଆସିବ, ଗୁଡ଼ାଏ ଭ୍ୟାକେନ୍ସି ଦେବ। ସିଏ ବର୍ତ୍ତମାନ ଜେଟି ବି ଦେବାର ଅଛି, ଆଉ ଗୋଟେ ଆସିବ ଆମର କେଉଁଟା ଯେଉଁଟା ହାଇସ୍କୁଲ୍ ଟିଚର, ବୁଝିପାରୁଛ ତ, ସେଇଟା ବି ଆସିବାର ଅଛି। ଗୋଟେ ଆରେଷ୍ଟ ନୁହଁ, ଗୋଟେ ଆଉ ଗୋଟେ ହାଇସ୍କୁଲ୍ ଆସେ ନା, ଯେଉଁଟା ବ୍ଲକ୍ ଲେବୁଲ୍, ସେଇଟା ଗୋଟେ ଆସିବାର। ତ ସେ ବର୍ତ୍ତମାନ ରିକ୍ରୁଟମେଣ୍ଟ କରିବ। ତ ତୁମେମାନେ ଦେଖ, ତୁମର ସେସବୁ କଥା ନାହିଁ, ତୁମର ବର୍ତ୍ତମାନ ଏଇ ରେଜଲ୍ଟ। ତ ଏଇ ଜାନୁଆରୀ 15 ଦେଖ, ଜାନୁଆରୀ 15 ଭିତରେ ରେଜଲ୍ଟ ଆସିବ। ବେଶୀ ନୁହଁ, ମ୍ୟାକ୍ସିମମ୍ ଜାନୁଆରୀ 15 ଆସିଲା ପରେ ମାର୍ଚ୍ଚରେ ମେନ୍ ଏକ୍ଜାମ୍ କରିବ। ତ ତୁମେ ସମସ୍ତେ ରେଡ଼ି ହେଇ ରୁହ। ମୁଁ ତୁମକୁ ଏବେ ବି କହୁଛି, ଯେଉଁମାନଙ୍କର 65+ ଅଛି ସେମାନେ ରେଡ଼ି ହୁଅ, କାହିଁକିନା ନମିନେସନ୍ ମାର୍କ ଆସିବ ନା। ତ କ'ଣ ଆସିବ କିଛି ଗ୍ୟାରେଣ୍ଟି ନାହିଁ। ତ ଯେଉଁମାନେ 65 ଏଭବ୍ ଅଛି ସେଇମାନେ ହିଁ ରେଡ଼ି ହୁଅ, ଠିକ୍ ଅଛି। ଆଉ ଅଛି ହଁ ହେଇପାରେ 60 ଗଲା କ'ଣ କରିପାରିବ, କିନ୍ତୁ 65ଟା ସେଫ୍ ମୁଁ ଭାବୁଛି, ଠିକ୍ ଅଛି। କାହିଁକିନା ଯେତେବେଳେ କଟଅଫ୍ଟା ଆସିବ, ସେ ତୁମ ନର୍ମାଲ୍ ମାର୍କ ହିଁ କଟଅଫ୍ ଆସିବ, ର ସ୍କୋର୍ରେ କେବେ କଟଅଫ୍ ଆସିବନି। ତୁମେ ସାର୍ କହିବ, ଆଉ ସାର୍ କହୁଥିଲେ 65, ମୋ ର ଥିଲା 65 ଆଉ ଆଇଲାନି। ହେଇପାରେ ତୁମ ନର୍ମାଲ୍ ପରେ ମାର୍କ ବଢ଼ିନଥିବ, ବୁଝିପାରୁଛ କି? ତ କଟଅଫ୍ ଉପରେ ର ସ୍କୋର୍ ଉପରେ ଆସିବନି, ନର୍ମାଲ୍ ପରେ। ମୁଁ ତ ର କହୁଛି, ର ଯାହାର 65 ଭଳିଆ ଅଛି ସେମାନେ ଆରାମସେ ପଢ଼ାପଢ଼ି କର, ଠିକ୍ ଅଛି। ତ ମୁଁ ପୁଣି ନେକ୍ସଟ ଭିଡ଼ିଓ ଦେଖିବି, ପିଲାଙ୍କ କମେଣ୍ଟ ହିସାବରେ କମେଣ୍ଟ ଜଣାଇବ କ'ଣ କେମିତି ଆସିବ, କ'ଣ ନାହିଁ କମେଣ୍ଟ କରାଇଲେ ମୁଁ ନେକ୍ସଟ ପୁଣି ଆଉ ଗୋଟେ ଭିଡ଼ିଓ ଆଣିବି, ଠିକ୍ ଅଛି। ତ ଆଜି ପାଇଁ ଏତିକି।
ଆମର ଏଥିରେ କ୍ଲାସ୍ ଏଥର ପୁଣି ଏକ୍ସାଇଜ୍ କନେଷ୍ଟବଳ ଓଡ଼ିଶା ପୁଲିସ୍ IRB କ୍ଲାସ୍ ଷ୍ଟାର୍ଟ ହେବ। ଠିକ୍ ଅଛି, ସମସ୍ତେ ଆମ ଚ୍ୟାନେଲରେ ଜଏନ୍ ହୁଅନ୍ତୁ। ଆଜି ପାଇଁ ଏତିକି, ରହୁଛି, ଧନ୍ୟବାଦ।